ସୂର୍ଯ୍ୟ ସୂର୍ଯ୍ୟର ଚାରିପଟେ ବୁଲୁଥିବା 8ଟି ଗ୍ରହ ଓ ଗ୍ରହର ଉପଗ୍ରହଗୁଡ଼ିକୁ ନେଇ ସୌରଜଗତ ଗଠିତ। ସୌରଜଗତରେ ସୂର୍ଯ୍ୟଙ୍କୁ ଛାଡ଼ିଦେଲେ 8ଟି ଗ୍ରହ ରହିଛି। ଯେମିତି ଆମ ଗ୍ରହ ପୃଥିବୀରେ ମାଟି ବା ପୃଷ୍ଠଭୂମି ରହିଛି, ସେମିତି ପୃଷ୍ଠଭୂମି ବୃହସ୍ପତି ଓ ଶନି ଗ୍ରହରେ ନାହିଁ। ଏହି ଦୁଇଟି ହେଉଛି ଗ୍ୟାସ୍ ଗ୍ରହ। ଯଦି କୌଣସି ବସ୍ତୁ ଏହି ଦୁଇଟି ଗ୍ରହରେ ପଡ଼େ, ସେ ତଳକୁ ଖସି ଖସି ଯିବ, କାରଣ ଏହି ଦୁଇଟି ଗ୍ୟାସ୍ରେ ତିଆରି। ଶନି ଗ୍ରହ ଚାରିପଟେ ବରଫ ଓ ଧୂଳିକଣାର ଏକ ବଳୟ ଦେଖାଯାଏ। ଏଗୁଡ଼ିକୁ ଶନି ଗ୍ରହର ରିଙ୍ଗ ବୋଲି କୁହାଯାଏ। ବୁଧ, ଶୁକ୍ର ଓ ମଙ୍ଗଳ ଗ୍ରହରେ ପୃଥିବୀ ପରି କଠିନ ପୃଷ୍ଠଭୂମି ରହିଛି। ସୂର୍ଯ୍ୟଙ୍କଠାରୁ ବହୁତ ଦୂରରେ ଥିବାରୁ ୟୁରେନସ୍ ଓ ନେପଚୁନ୍ ପୃଷ୍ଠଭାଗ ବହୁତ ଥଣ୍ଡା ଓ ଏହି ଦୁଇଟି ଗ୍ରହର ପୃଷ୍ଠଭାଗ ବରଫରେ ଗଠିତ। ବୁଧ ଗ୍ରହରେ ଦିନର ତାପମାତ୍ରା 430 ଡିଗ୍ରୀ ସେଲସିୟସ୍ ଓ ରାତିରେ -180 ଡିଗ୍ରୀ ସେଲସିୟସ୍ ହୋଇଯାଏ। ସୂର୍ଯ୍ୟର ଅତି ନିକଟରେ ଥିବାରୁ ବୁଧର ତାପମାତ୍ରା ବହୁତ ଅଧିକ। ହେଲେ ବୁଧ ଗ୍ରହର କୌଣସି ଜଳବାୟୁ ନାହିଁ। ପୃଥିବୀର ଜଳବାୟୁ ବିଭିନ୍ନ ଗ୍ୟାସ୍ର ମିଶ୍ରଣରେ ତିଆରି, ଯାହାକି ପୃଥିବୀ ଚାରିପଟେ ଘେରି ରହିଛି। ଦିନ ସମୟରେ ସୂର୍ଯ୍ୟକିରଣ ଦ୍ୱାରା ପୃଷ୍ଠଭୂମି ଗରମ ହୋଇଯାଏ। ରାତି ହେଲେ ପୃଥିବୀରେ ଥିବା ଜଳବାୟୁ କିଛି ମାତ୍ରାରେ ହିଟ୍କୁ ଧରି ରଖେ, ଯାହାଫଳରେ ରାତିର ତାପମାତ୍ରା ବେଶୀ କମେ ନାହିଁ। କିନ୍ତୁ ବୁଧ ଗ୍ରହର ବାୟୁମଣ୍ଡଳ ନଥିବାରୁ ରାତିରେ ଏହାର ତାପମାତ୍ରା ବହୁତ କମିଯାଏ। ଶୁକ୍ର ଗ୍ରହର ତାପମାତ୍ରା ସବୁଠାରୁ ଅଧିକ। ବୁଧ ସୂର୍ଯ୍ୟଙ୍କ ସବୁଠାରୁ ନିକଟତମ ଗ୍ରହ ହେବା ସତ୍ତ୍ୱେ ଶୁକ୍ରର ତାପମାତ୍ରା ବୁଧ ଗ୍ରହଠାରୁ ମଧ୍ୟ ଅଧିକ, କାରଣ ଶୁକ୍ର ଗ୍ରହରେ ବାୟୁମଣ୍ଡଳ ରହିଛି। ହେଲେ ଏ ବାୟୁମଣ୍ଡଳରେ ବହୁତ ପରିମାଣରେ କାର୍ବନ ଡାଇଅକ୍ସାଇଡ୍ ଭରି ରହିଛି। କାର୍ବନ ଡାଇଅକ୍ସାଇଡ୍ ଯୋଗୁଁ ହିଟ୍ ବାହାରକୁ ଯାଇପାରେନି। ଏମିତିକି ରାତିରେ ଓ ଦିନରେ ଶୁକ୍ର ଗ୍ରହର ତାପମାତ୍ରା ସମାନ ରୁହେ, ଯାହାକି 462 ଡିଗ୍ରୀ ସେଲସିୟସ୍। ଯେମିତି ଜହ୍ନ ହେଉଛି ପୃଥିବୀର ଉପଗ୍ରହ, ଠିକ୍ ସେମିତି ମଙ୍ଗଳର 2ଟି ଉପଗ୍ରହ ରହିଛି। ବୃହସ୍ପତିରେ 95ଟି ଉପଗ୍ରହ ରହିଛି। ବୃହସ୍ପତିର ସବୁଠାରୁ ବଡ଼ ଉପଗ୍ରହର ନାଁ ହେଉଛି ଗ୍ୟାନିମେଡ୍। ଶନି ଗ୍ରହରେ 274ଟି ଉପଗ୍ରହ ରହିଛି। ଆଉ ଶନିର ସବୁଠାରୁ ବଡ଼ ଉପଗ୍ରହ ନାମ ହେଉଛି ଟାଇଟାନ୍। ପୃଥିବୀକୁ ଛାଡ଼ିଦେଲେ ମଙ୍ଗଳ ଗ୍ରହ ସୌରଜଗତର ଏକମାତ୍ର ଗ୍ରହ ଯେଉଁଠି ଜୀବନ ସମ୍ଭବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ମଙ୍ଗଳରେ ବହୁତ ପରିମାଣରେ ଆଇରନ୍ ଥିବାରୁ ଏହା ଲାଲ ରଙ୍ଗର ଦେଖାଯାଏ, ତେଣୁ ମଙ୍ଗଳକୁ ଲାଲ ଗ୍ରହ ମଧ୍ୟ କୁହାଯାଏ। 3 ଭାଗ ଜଳ ଥିବାରୁ ମହାକାଶରୁ ଏହା ପୁରା ନୀଳ ରଙ୍ଗର ଦେଖାଯାଏ। ପୃଥିବୀକୁ ବ୍ଲୁ ପ୍ଲାନେଟ୍ ବା ନୀଳ ଗ୍ରହ ବୋଲି ମଧ୍ୟ କୁହାଯାଏ।